କିଛି ଭିକ୍ଷା ଦିଅନ୍ତୁ ତୁମର ଭଲ ହେବ ଭିକ୍ଷା ଦେହି ପ୍ରଣାମ ଆୟୁଷ୍ମତୀ କହ ମାତା ଏ ଭିକ୍ଷୁକ ବ୍ରାହ୍ମଣକୁ କିଛି ଭିକ୍ଷା ଦିଅନ୍ତୁ ତୁମର ମଙ୍ଗଳ ହେବ ମାତା ଏ ଜଣେ ଅପେକ୍ଷା କରନ୍ତୁ ମୋର ସ୍ୱାମୀ ଯାଇଛନ୍ତି ମୃଗୟାର ଆସି ଅରଣ୍ୟ ମଧ୍ୟରୁ ଅନେକ ବେଳ ହେଲେଣି ଫେରିଥିବେ ନିଶ୍ଚୟ ନା ମାତା ମୁଁ ଆଉ ଅପେକ୍ଷା କରିପାରିବି ନାହିଁ ମାତା ତିନି ଦିନ ହେଲା କିଛି ଖାଇନାହିଁ ମାତା ଯଦି ଦେବେ ଦିଅନ୍ତୁ ନହେଲେ ମୁଁ ଚାଲି ଯାଉଛି ଅନ୍ୟ ତରଫକୁ ମନେ ରଖନ୍ତୁ ମାତା ଭିକ୍ଷୁକ ବ୍ରାହ୍ମଣ ଯଦି ଦୁଆର ମୁହଁରୁ ଚାଲିଯାଏ ତେବେ ତୁମର ଅମଙ୍ଗଳ ହେବା ସଙ୍ଗେ ସଙ୍ଗେ ସ୍ୱାମୀଙ୍କର ମଧ୍ୟ ଅମଙ୍ଗଳ ହେବ ମାତା ମୁଁ ଯାଉଛି ମାତା ନା ନା ଜ୍ୟୋତିବର ମୁଁ ମୋର ସ୍ୱାମୀଙ୍କର ଅମଙ୍ଗଳ ହେବାକୁ ଦେବି ନାହିଁ କେଡ଼େ ଅପେକ୍ଷା କରନ୍ତୁ ମୁଁ ସଙ୍ଗେ ସଙ୍ଗେ କୁଟୀର ମଧ୍ୟକୁ ଯାଇ କିଛି ଫଳମୂଳ ନେଇ ଆସୁଛି ମାତା ନିଅନ୍ତୁ ଜ୍ୟୋତିବର କ୍ଷମା କର ଜ୍ୟୋତିବର ଲକ୍ଷ୍ମଣ ବୀର ତିନି ଗାର କାଟି ଦେଇ ଯାଇଛନ୍ତି ତାଙ୍କ ଜ୍ୟେଷ୍ଠ ଭ୍ରାତାଙ୍କ ଅନ୍ୱେଷଣେ କିପରି ହୁଏ এই ଗାରକୁ ନେଇ ଯାଇପାରିବେ ଜ୍ୟୋତିବର କି କଥା କହୁଛନ୍ତି ମାତା ଜ୍ୟୋତିବର ଆମେ ହେଲୁ ଆଜନ୍ମ ବ୍ରହ୍ମଚାରୀ ଆମେ କେମିତି ଯାଇପାରିବୁ ଆପଣଙ୍କ ଦ୍ୱାରା ସମ୍ମୁଖରେ ଯଦି ଭିକ୍ଷା ଦେବାର ଅଛି ଦିଅନ୍ତୁ ନହେଲେ ମୁଁ ଫେରି ଯାଉଛି ଅନ୍ୟ କୋଟିର ଦ୍ୱାରକୁ ମନେ ରଖନ୍ତୁ ମାତା ମୁଁ ଜଣେ ବ୍ରାହ୍ମଣ ଭିକ୍ଷୁକ ଆଉ ବ୍ରାହ୍ମଣ ଭିକ୍ଷୁକ କ୍ଷୁଧା ଉପାସରେ ଯଦି ପ୍ରାଣ ଚାଲିଯାଏ ମୋର ତେବେ ମନେ ରଖନ୍ତୁ ମାତା ତମକୁ ବ୍ରହ୍ମ ହତ୍ୟା ଦୋଷ ଲାଗିବ ସଙ୍ଗେ ସଙ୍ଗେ ତୁମ ସ୍ୱାମୀଙ୍କୁ ମଧ୍ୟ ବ୍ରହ୍ମ ହତ୍ୟା ଦୋଷ ଲାଗିବ ବ୍ରହ୍ମ ହତ୍ୟା ଦୋଷ ଲାଗିବ କ୍ଷମା କର ଜ୍ୟୋତିବର ବ୍ରାହ୍ମଣ ଭିକ୍ଷୁକ ଦ୍ୱାର ମୁହଁରୁ ଫେରିଗଲେ ସ୍ୱାମୀଙ୍କର ନିଶ୍ଚୟ ହୋଇବ ଅମଙ୍ଗଳ କ୍ଷଣେ ଅପେକ୍ଷା କରନ୍ତୁ ଜ୍ୟୋତିବର এই নিয়ন্তু জ্যোতিবর ମୁଁ ଭିକ୍ଷୁକ ନୁହେଁ ସୁନ୍ଦରୀ ମୁଁ ହେଉଛି ଲଙ୍କପତି ଦଶାନନ चलो मम सन्ते पुस्तक विमाने आरोहण करी Tuhan itu tak kekal
Hello?